वेलकम टू वेस्टर्न एकेडमी। आज आम प्लस टू सेकेंड ईयर ओडिया ऑप्शनल जोटा तुम प्रथम विषय थिला परशुराम भेट से विषय रे आलोचना करबा। या पूर्वर मु परशुराम भेट संपर्क में तीनोटी क्लास कर सारी। ये हूँ चतुर्थ क्लास। चतुर्थ क्लास आम 8 नंबर पृष्ठा रो आरंभ करबा। विशेष भाव में परशुराम एवं दशरथ बा रामचंद्रंकर जो सैन्य सामंतों सहित देखा ହେଇଛି बा परशुराम गोटे दिगरु देखिले क्रोध जर्जरित होइछन्ति। एभली अवस्थारे वशिष्ठ ठू परामर्श चाहिचन्ति दशरथ। ए आमर क्लास शेष होइतिला। आज आमे सेठू आलोचना को आरंभ करिबा। जेवण उपसर्ग देखिली तू आज प्रत्यक्ष आसी तोते फलिलाक महाराज। एटा वशिष्ठ दशरथ को उक्तिटी कहउचंती जे मु जहा पूर्वरु कहूथिली जहा जो घटना घटिब बोली मु कहूथिली से घटना ही घटिछि। कारण एठी मु जहा आशा करथिली बा जोटा घटना घटिब जे परशुराम ए वीरवाद्य ए सब को देखा हेले से निहाती क्रोध जर्जरित हबो। सेया ही हेला बोली राजा को वशिष्ठ कहउचंती। नेक्स्ट कौन कहउचंती देखो, मुही जे बोइली परशु एथे थाई, मुही जे बोइली परशु एथे थाई, ताहाकु एथे भेट नहिले भल होई। से कहूथिले जे परशुराम एई सिद्ध वन रे ही तपस्या करुथांती, तांको न भेटिले भल बोली पूर्वरु दशरथन को कहूथिले जे ए जगार जड़े सन्यासी अच्छी जो सन्यासी क्षत्रि मानकर वीरवाद्य किंबा क्षत्रि मानकर जय को सहजरे ग्रहण करी पारंती नाही। तेणु मु सेई वीर कथा कहूथिली जो वीर आमको वर्तमान अटकैछि से परशु कथा मु कहूथिली बोली वशिष्ठ दशरथ को कहउचंती। नेक्स्ट देखिबा। नेक्स्ट कौन कहउचंती, दैवर कथाके करिब आन, दैवर कथाके करिब आन, चाल प्रबोधिबा रेणुका नंदन। जे दैव बा विधाता बा देवता बा विधिर कथा किए करिब आन, कारण से जहा चिंता करथांती जहा कल्पना करथांती ताहा ही घटे। तांको कथा को किए आन करि पारिबो। चलो आमे रेणुका नंदन कहले एठी परशुराम को कहा जाइछि जे रेणुका नंदन को आमे प्रबोधिबा माने बुझेबा ए विषय रे जे एमती एमती घटना हेछि बोली आमे बुझेबा बोली वशिष्ठ कहउचंती। कथा हुअन्तेण मिलिले परशुधारी, कथा एमती वशिष्ठଙ୍କ कथा वशिष्ठ एवं आमर दशरथ कथबार्ता हेबा भितरे परशुराम आसिकी से जगार उपस्थित होइचंती। कालदंड प्राय एक अछई कोठारी, जे से जो कोठार धरचंती कालदंड भलिया देखा जाउची सेमती एक अवस्था रे परशुराम आसिकी पहुंचुचंती।
ସେ କ'ଣ କହୁଛନ୍ତି ଦେଖ, କୋପ କରିଣ କୋପ କରିଣ କାମ ଡର କୋପ କରିଣ କାମ ଡୋଇ ଅଧର ରାଗେଣ ଦେହ କମ୍ପଇ ଥର ହର। ପରଶୁରାମ କୋପ ବା ରାଗିକିରି ଅଛନ୍ତି। ସେ ଅଧରକୁ ବାରମ୍ବାର ତାଙ୍କର ଥରୁଛି, ଅଧର କହିଲେ ଓଠ ବାରମ୍ବାର ଥରୁଛି, ରାଗିକି ତାଙ୍କର ଦେହ ଶରୀର ମଧ୍ୟ କମ୍ପି ଉଠୁଛି। ମାନେ ଅତ୍ୟନ୍ତ କ୍ରୋଧ ହେଇକି, ଅତ୍ୟନ୍ତ ରାଗିକି ପରଶୁରାମ ଅଛନ୍ତି। ତାପରେ କ'ଣ କହୁଛନ୍ତି ଦେଖିବା, ଦେଖି ଦଶରଥ ଦେଖି ଦଶରଥ ଜାନରୁ ଉତୁରି ଦେଖି ଦଶରଥ ଜାନରୁ ଉତୁରି ଭୃଗୁପତି ଚରଣେ ନମସ୍କାର କରି। ଯେ ଭୃଗୁପତି କହିଲେ ଏଠି ପରଶୁରାମଙ୍କୁ ସେ ନମସ୍କାର କରୁଛନ୍ତି। ଦଶରଥ ବସିଥିବା ଯାନ ବା ରଥରୁ ଓହ୍ଲାଇ ଆସିଛନ୍ତି ଏବଂ ଭୃଗୁପତି ବା ପରଶୁରାମଙ୍କୁ ଏଠି ସେ କ'ଣ କରୁଛନ୍ତି ନା ନମସ୍କାର କରୁଛନ୍ତି। କ'ଣ କହୁଛନ୍ତି ଦେଖିବା, ପୁଣ ଉଠଇ ପୁଣ ପୁଣ ଉଠଇ ପୁଣ ପାଦେ ପଡ଼ଇ ପୁଣ ଉଠଇ ପୁଣ ପାଦେ ପଡ଼ଇ କାର୍ପୁଣ୍ୟ ହୋଇଣ ବେନି କର ଯୋଡ଼ଇ। ଯେ ଅତ୍ୟନ୍ତ ମାନେ କାକୁସ୍ଥ ହେଇକି, କାର୍ପୁଣ୍ୟ କହିଲେ କାକୁସ୍ଥ ହେଇକି ଦଶରଥ ଦୁଇ ହାତ ଯୋଡ଼ିକି ପରଶୁରାମଙ୍କ ଆଗରେ ଛିଡ଼ା ହେଉଛନ୍ତି। କ'ଣ କହୁଛନ୍ତି ଦେଖ, ଭୋମୁନି ଭୋମୁନି ଦିଶିଲା ଏ ମୋହର ପୁଣ୍ୟ ଯହୁଁ ଦେଖିଲି ମୁଁ ଯମଦଗ୍ନିଙ୍କ ନନ୍ଦନ। ଯେ ମୋର ପୁଣ୍ୟ, ସେ ତାଙ୍କୁ ପ୍ରବୋଧୁଛନ୍ତି। କାହାକୁ ନା ପରଶୁରାମଙ୍କୁ ଦଶରଥ ପ୍ରବୋଧୁଛନ୍ତି। କିଭଳି ଭାବରେ ମାନେ ତାଙ୍କୁ ବିନୟ ହେଇ କହୁଛନ୍ତି ନା, ହେ ମୁନି, ମୋର ପୁଣ୍ୟର ବଳରେ ମୋର ପୁଣ୍ୟର ଫଳ ଆଜି ଫଳିଛି। କାରଣ ମୁଁ ଆପଣଙ୍କ ଭଳି ଏକ ବ୍ୟକ୍ତିତ୍ୱଙ୍କୁ, ଆପଣଙ୍କ ଭଳି ଏକ ମୁନିଙ୍କୁ, ଯମଦଗ୍ନିଙ୍କର ଯିଏ ତନୟ ବା ଯମଦଗ୍ନିଙ୍କର ପୁତ୍ର ଯିଏ ପରଶୁରାମ, ମୁଁ ତୁମକୁ ଭେଟିବାର ସୁଯୋଗ ପାଇଛି। ଏଭଳି ଭାବରେ ପ୍ରବୋଧିତ କଥା ସେ କହୁଛନ୍ତି। କାହାକୁ ନା ପରଶୁରାମଙ୍କୁ। ନେକ୍ସଟ କ'ଣ କହୁଛନ୍ତି ଦେଖିବା, ଭୃଗୁକୁଳ ମଣ୍ଡନ ତପିଙ୍କର ଶ୍ରେଷ୍ଠ। ଦଶରଥ କହୁଛନ୍ତି ଯେ ହେ ଭୃଗୁକୁଳ ନନ୍ଦନ, ହେ ତପିମାନଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ୟକ୍ତି। ସେ କ'ଣ କହୁଛନ୍ତି, କ୍ଷତ୍ରିଙ୍କର ଯମ ତପେଣ ଗରିଷ୍ଠ। ହେ କ୍ଷତ୍ରି ଯେମିତି ସାଧାରଣ ମାନବ ଯମକୁ ଭୟ କରେ, ସେହିଭଳି ଭାବରେ କ୍ଷତ୍ରିମାନେ ମଧ୍ୟ କାହାକୁ ଭୟ କରନ୍ତି ନା ପରଶୁରାମକୁ ଭୟ କରନ୍ତି ବା କ୍ଷତ୍ରିମାନଙ୍କର ଯମ ବୋଲି ଏଠି କବି କହୁଛନ୍ତି। ଯେ ହେ କ୍ଷତ୍ରିମାନଙ୍କର ଯମ, ହେ ପରଶୁରାମ ବୋଲି ତାଙ୍କୁ ପ୍ରବୋଧିକି କଥା କହୁଛନ୍ତି। ନେକ୍ସଟ ଦେଖିବା, ପ୍ରାକାରମଣେ ସାଚା ଗରିଷ୍ଠେ ଈଶ୍ୱର ବଳେଣ ଅକଳିତ କୋପେଣ କୃପାର। ମାନେ ତାଙ୍କୁ ତାଙ୍କ ବିଷୟରେ କଥା କହୁଛନ୍ତି ଯେ ତମେ ରାଗରେ ଅତ୍ୟନ୍ତ ରାଗୀ, ଶାନ୍ତରେ ଅତ୍ୟନ୍ତ ଶାନ୍ତି, ପରାକ୍ରମରେ ଅତ୍ୟନ୍ତ ପରାକ୍ରମୀ, ତମେ କ୍ଷତ୍ରିୟମାନଙ୍କୁ ମଧ୍ୟ ମାତ ଦେଇପାର, ଏଭଳି ତମେ ବୀରଶ୍ରେଷ୍ଠ ବୋଲି ତାଙ୍କୁ କହୁଛନ୍ତି। 9 ନମ୍ବର ପେଜରେ ସେ କ'ଣ କହୁଛନ୍ତି ଦେଖିବା, ଦୟାଣ ଧର୍ମ ସହନ୍ତେଣ ମେଦିନୀ। ଦୟା
ଧର୍ମ କଲେ ମେଦିନୀ ସହ୍ୟ କରେ ଏକଥା ତାଙ୍କୁ କହୁଛନ୍ତି। କାହାକୁ? ନା ପରଶୁରାମଙ୍କୁ କହୁଛନ୍ତି। ଜୟ ଜୟ ପରଶୁଧର ମହିମା ତୋର ଧନୀ, ଯେ ହେ ପରଶୁଧର ତୁମର ମହିମା ଧନ୍ୟ, ତମେ ଦୟା କ୍ଷମା ତମେ ଧର୍ମ ଏ ଆଚର ବୋଲି ତାଙ୍କୁ ପ୍ରବୋଧିକି ସେ କହୁଛନ୍ତି। କ'ଣ କହୁଛନ୍ତି? ଯେତେକ ଯେ ପାପ ଥିଲା ଏ ମୋହର ଅଙ୍ଗେ, ଯେତେକ ଯେ ପାପ ଥିଲା ଏ ମୋହର ଅଙ୍ଗେ, ତୋତେ ଦେଖିଣ ଯେ କଲି ଗଙ୍ଗେ, ଯେ ତମେ ଗଙ୍ଗା ପରି, ମୁଁ ଯଦି ପାପୀ ହୁଏ ତମେ ହେବ ଗଙ୍ଗା। କାରଣ ମୋର ଅଙ୍ଗରେ ଯେତିକି ପାପ ଥିଲା, ମୁଁ ତମ ଦର୍ଶନରେ ମୋର ପାପ ସବୁ ଧୌତ ହେଇଗଲା। ଯେମିତି ମଣିଷ ଗଙ୍ଗାରେ ସ୍ନାନ କଲେ ପାପ ତାପ ସମସ୍ତ ନଷ୍ଟ ହୁଏ, ମୁଁ ସେଇଭଳି ଭାବରେ ମୁଁ ପରଶୁରାମଙ୍କୁ ଦର୍ଶନ କରି ମୋର ପାପ ତାପ ସବୁ ନଷ୍ଟ ହେଇଛି। ତମେ ଗଙ୍ଗା ସଦୃଶ ବୋଲି ଦଶରଥ କହୁଛନ୍ତି। କାହାକୁ? ନା ପରଶୁରାମଙ୍କୁ କହୁଛନ୍ତି। ନେକ୍ସଟ ଦେଖିବା। ଯେତେକ ଯେ ପାପ ଥିଲା ଏ ମୋହର ଅଙ୍ଗେ, ତାପରେ ସେ କ'ଣ କହୁଛନ୍ତି? ତୋତେ ଦେଖିଣ ଯେ କଲି ଗଙ୍ଗେ। ତାପରେ ସେ କ'ଣ କହିଲେ? ନା ବ୍ରହ୍ମଣେ ବ୍ରହ୍ମ ତୁ ଯୋଗେଣ ଯୋଗେଶ୍ୱର। ବ୍ରାହ୍ମଣ ମାନଙ୍କ ଭିତରେ ତମେ ବ୍ରହ୍ମ, ଯୋଗମାନଙ୍କ ଭିତରେ ତମେ ଯୋଗେଶ୍ୱର। କ୍ଷତ୍ରିବୃତ ପଣେ ଅଟୁ ତୁ ଚକ୍ରଧର, ଯେ କ୍ଷତ୍ରିମାନଙ୍କ ଭିତରେ ତୁମେ ଚକ୍ରଧର, ଅତ୍ୟନ୍ତ ପରାକ୍ରମୀ ବୋଲି ସେ ପରଶୁରାମଙ୍କୁ କହୁଛନ୍ତି। ନେକ୍ସଟ କ'ଣ କହୁଛନ୍ତି? ନା ମୋହର ଉତ୍ସବ ଯେ ପୁତ୍ରଙ୍କର ବିଭା, ମୁଁ ଗୋଟେ ଉତ୍ସବ କରୁଛି। କେଉଁ ଉତ୍ସବ? ନା ମୋର ପୁତ୍ର ରାମଚନ୍ଦ୍ର ଜନକ ରାଜାର ତନୟା ବା ଜନକ ରାଜାର ଝିଅ ସୀତାଙ୍କୁ ସ୍ୱୟମ୍ବରରେ ଜୟ କରିକି ବା ସ୍ୱୟମ୍ବରରେ ଯାଇକି ସେ ସ୍ୱୟମ୍ବରର ନିୟମାବଳୀକୁ ସମ୍ପନ୍ନ କରିଛି ଏବଂ ସୀତା ଭଳି କନ୍ୟାରତ୍ନକୁ ବିବାହ କରିଛି। ସେଇ ଉତ୍ସବରେ ମୋର ପୁତ୍ରର ବିବାହ ଉତ୍ସବରେ ଦୟାକରି ଦେଖି ଅଇଲୁ ତୁ ଅବା, ଯେ ତମେ ଆପଣ ଦୟା କରିକି ଆପଣ ଏ ଉତ୍ସବକୁ ଆସୁଛନ୍ତି, ଏ କଥା ଜାଣିକି ମୁଁ ଖୁସି ବୋଲି ସେ କହୁଛନ୍ତି। ଶୁଣି ରୋଷଭର ହସଇ ପର୍ଶୁ ପାଣି, ଯେ ଏ କଥା ଶୁଣିକି ପରଶୁରାମ ହସୁଛି। ସେ କ'ଣ କହୁଛନ୍ତି? ଏଥୁକୁଟି ଅଇଲି ବୀରତୁର ଶୁଣି, ମୁଁ ଏଠାକେ କୌଣସି ତୋର ପିତାର ବା ତୋର ପୁତ୍ରର ବିବାହ ପ୍ରସଙ୍ଗ ଶୁଣିକି ଆସିନାହିଁ। ମୁଁ କ'ଣ ପାଇଁ ଆସିଛି? ନା ତୋର ବୀରବାଦ୍ୟ ଶୁଣିକି ଏଠାକୁ ମୁଁ ଆସିଛି ବୋଲି ପରଶୁରାମ ଉତ୍ତର ଦଉଛନ୍ତି। ତାପରେ ଦେଖିବା, ଏ ମହାମଣ୍ଡଳେ ତୁ ଅଟୁ ମହାରାଜା, ଏ ମହାମଣ୍ଡଳେ ତୁ ଅଟୁ ମହାରାଜା, ମୋହର ଆଗେ ଆସି ବଜାଇଲୁ ବାଜା। ଏ ମହିମଣ୍ଡଳରେ, ଏ ପୃଥିବୀରେ ତୁ ଜଣେ ରାଜା, ତୁ ମୋ ସାମ୍ନାରେ ଆସିକି ବୀରବାଦ୍ୟ କିଭଳି ଭାବରେ ବଜାଇ ପାରିଲୁ ବୋଲି ସେ ପ୍ରଶ୍ନ କରୁଛନ୍ତି ଦଶରଥକୁ। ତୋତହୁଁ କ୍ଷତ୍ରି କେ ଅଛି ଆଉ ଆନ, ଅତି ବଡ଼ ରାଜା ତୁ ଅଯୋଧ୍ୟା ରାଜନ, ଯେ ତୋ ଠାରୁ ଆଉ ବଡ଼ କ୍ଷତ୍ରି କିଏ ଅଛି? ମୁଁ ତ ସମସ୍ତଙ୍କୁ ନିପାତ କରିଦେଇଛି। ତୁ ହଉଛି ଅଯୋଧ୍ୟାର ରାଜନ, ରାଜଶ୍ରେଷ୍ଠ ଧର୍ମପରାୟଣ ରାଜା ବୋଲି ପରଶୁରାମ କହୁଛନ୍ତି। ତାପରେ ସେ କ'ଣ କହୁଛନ୍ତି? ଯେତେକ ରାଜା ଥିଲେ ମୃତ୍ୟୁପୁରେ, ଯେତେକ ରାଜା ଥିଲେ ମୃତ୍ୟୁପୁରେ, ସବହୁଁ ଉତ୍ତମ ତୁ ଅଟୁ ଅଟୁ ନୃପବର, ଯେତିକି ଏ ମୃତ୍ୟୁ ଯେଉଁମାନଙ୍କୁ ମୁଁ ଶାସ୍ତି ଦେଇଛି, ଯେଉଁମାନଙ୍କୁ ମାରିକି ଏ କ୍ଷତ୍ରିକୁଳ ନଷ୍ଟ କରିଛି,
ସେମାନଙ୍କ ଭିତରୁ ତୁ ହଉଛୁ ଶ୍ରେଷ୍ଠ, ତୁ ଉତ୍ତମ ରାଜା ବୋଲି ଦଶରଥଙ୍କୁ ସେ କହୁଛନ୍ତି। କିଏ ନା ଆମର ପରଶୁରାମ କହୁଛନ୍ତି। ବୀରତୁର ବଜାଇ ସାଧୁ ଅଛୁ ମୋହି, ବୀରତୁର ବଜାଇ ସାଧୁ ଅଛୁ ମୋହି, ରବି ତଳେ ସମ ନହିବେ ତୋତେ କେହି। ଯେ ତୁ ବୀରବାଦ୍ୟ ବଜାଇକି ଆସୁଛୁ, ତୋ ଭଳିଆ ରବି ବା ଏ ସୂର୍ଯ୍ୟ ବା ଏ ପୃଥିବୀରେ ତୋ ଭଳିଆ ସମକକ୍ଷ ରାଜା ନାହାନ୍ତି ବୋଲି ସେ କହୁଛନ୍ତି। ଆଜ ପରୀକ୍ଷା କରିବା ନା ତୋହର ଏ ବଳ, ଯେ ଆଜି ମୁଁ ତୋର ପରୀକ୍ଷା କରିବି, ତୋର ବଳ ପରୀକ୍ଷା କରିବି। ତୁ କିଭଳି ଭାବରେ ବୀରବାଦ୍ୟ ବଜେଇକି ଆସୁଛୁ, ଆଜି ତମାନଙ୍କର ଗୋଟେ ମୁଁ ପରୀକ୍ଷା ନେବି ବୋଲି ସେ କହୁଛନ୍ତି। କ'ଣ ନେବେ ପରୀକ୍ଷା ଦେଖିବା ନା ପରଶୁ ପ୍ରାୟ ମୁଣ୍ଡ ହୋଇବ ବେନି ଫାଳ, ନହେଲେ ଏ ପରଶୁରେ ତୁମମାନଙ୍କର ମୁଣ୍ଡକୁ ମୁଁ ବେନି ଫାଳ କରିବି ବୋଲି ପରଶୁରାମ କହୁଛି। ନେକ୍ସଟ ଦେଖିବା କ'ଣ କହୁଛନ୍ତି ନା ତେବେ ସେ ବୋଲିଲା ତୁ ହୋ ବଡ଼ାଇ ନୃପତି, ଏହା ହୁଁ ସାମାନ୍ୟ ନାହିଁ କେହି କ୍ଷତ୍ରୀ। ଯେ ଏଠାରୁ ଆଉ ଏ ମାନେ ତାପରେ ମୁଁ ଭାବିବି ଯେ ତୋ ଠାରୁ ଆଉ କ୍ଷତ୍ରୀ ସାମାନ୍ୟ କ୍ଷତ୍ରୀ କେହି ନାହିଁ। ଯଦି ତୋର ମୁଁ ବଳ ପରୀକ୍ଷାରେ ତୁମେ ଯଦି ବିଫଳ ହୁଅ, ତାହେଲେ ମୁଁ ଧରି ନେବି ଯେ ତମଠାରୁ ଆଉ ସାମାନ୍ୟ ବା ତମକୁ ଯେଉଁ ମୁଁ ଅସାମାନ୍ୟ ମନେ କରୁଛି, ଯେ ତମେ ବୀରବାଦ୍ୟ ବାଜନ କରିକି ଆସୁଛ, ମୁଁ ତମକୁ ଯେଉଁ ଅସାମାନ୍ୟ ମନେ କରୁଛି, ମୁଁ ଧରି ନେବି ତମେ ଯେତେବେଳେ ଏ ପରୀକ୍ଷାରେ ବିଫଳ ହବ, ତାହେଲେ ତମଠାରୁ ସାମାନ୍ୟ କ୍ଷତ୍ରୀ ଆଉ ଏ ପୃଥିବୀରେ ନାହିଁ ବୋଲି ମୁଁ ଧରି ନେବି। ଆଜି ପାଇଁ ଆମେ ଏତିକି ଆଲୋଚନା କରିବା। ଆସନ୍ତା କ୍ଲାସ୍ରେ ଆଉ କିଛି ବିଷୟ ଆଲୋଚନା କରିବା। ଆଶା କରିବି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଖୁବ୍ ଶୀଘ୍ର ଆମ ୱେଷ୍ଟର୍ଣ୍ଣ ଏକାଡେମୀ ତରଫରୁ +2 ପିଲାମାନଙ୍କ ପାଇଁ ଗୋଟେ ଫ୍ରି ବ୍ୟାଚ୍ ଆରମ୍ଭ ହେବ। ପ୍ରତ୍ୟେକ କଲେଜରୁ ଆମେ 5ଟା ପିଲାଙ୍କୁ ସୁଯୋଗ ଦେବୁ, ଯେଉଁଟା ଫ୍ରି କ୍ଲାସ୍ କରାଯିବ। ଆପଣମାନେ ଯଦି ଇଣ୍ଟରେଷ୍ଟେଡ୍ ଅଛନ୍ତି ବା ଯେଉଁମାନଙ୍କର ଗାର୍ଡ଼ିଆନ୍ ମାନେ ମଧ୍ୟ ଦେଖୁଛନ୍ତି ଏ ଭିଡ଼ିଓ, ଯଦି ଇଣ୍ଟରେଷ୍ଟେଡ୍ ଅଛନ୍ତି, ଆମର ଭିଡ଼ିଓର ଡେସ୍କ୍ରିପସନ୍ରେ ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ର ଲିଙ୍କ୍ ଦିଆହେଇଛି। ସେ ଗ୍ରୁପ୍ରେ ଆପଣମାନେ ଜଏନ୍ କରିପାରିବେ। 2026 ବୋର୍ଡ଼ ପରୀକ୍ଷା ବା CHSE ବୋର୍ଡ଼ ପରୀକ୍ଷା ପାଇଁ ଏ ପ୍ରୟାସ ଆମ ୱେଷ୍ଟର୍ଣ୍ଣ ଏକାଡେମୀ ତରଫରୁ। ରହିଲି, ନମସ୍କାର।